ବଞ୍ଚିତା। ବହୁ ସନ୍ତାନ ହାନି ପରେ ତାର ଯେତେବେଳେ ଜନ୍ମ ହେଲା, କେହି ତା ଜୀବନର ଆଶା ରଖିନଥିଲେ। ସେ ଯେ ଅନ୍ୟ ସନ୍ତାନମାନଙ୍କର ସହଯାତ୍ରୀ ନ ହେବ କିଏ କହିବ? ଆତ୍ମୀୟ ସ୍ୱଜନ ସବୁ ଆଶୀର୍ବାଦ କରନ୍ତି, ମା ମୋର ଖାଲି ବଞ୍ଚିଥା। ଏଇଟା ତା ପ୍ରତି ଆଶୀର୍ବାଦ ନୁହେଁ ଯେ ଅଭିଶାପ। ଏପରି ଆଶୀର୍ବାଦରେ ବାଳିକାର କୌଣସି ସ୍ୱାର୍ଥ ନାହିଁ। ତୁ ଖାଲି ବଞ୍ଚିତା ଅର୍ଥ ମରିଯାଇ ତୁ ଆମର ଶୋକ ବୃଦ୍ଧି କରେନା। ତୋ ଜୀବନରୁ ଆମେ ଆଉ କିଛି ଚାହୁଁନା, ବଞ୍ଚି ରହିବା ହିଁ ତୋ ଜୀବନର ଚରମ ସାର୍ଥକତା। ସେହିମାନଙ୍କର ଆଶୀର୍ବାଦ ଫଳିଲା, ସେ ଖାଲି ବଞ୍ଚି ରହିଲା। ଅନ୍ୟ ସନ୍ତାନମାନଙ୍କ ପରି ସେ ଆତ୍ମୀୟ ସ୍ୱଜନମାନଙ୍କୁ ହତାଶ କଲା ନାହିଁ। ତାକୁ ନେଇ ସମସ୍ତେ କ୍ରୀଡ଼ାର ପୁତଳିକା କରି ଖେଳିଲେ। 7 ବର୍ଷ ବୟସରେ ବିବାହ ଦେଲେ, 9 ବର୍ଷରେ ବିଧବା କରେଇଲେ। ତାର ରୂପ ସୌଷ୍ଠବ ଅତୁଳନୀୟ, ସେ କିନ୍ତୁ ରୂପ ଗୌରବରୁ ବଞ୍ଚିତା। ସୌନ୍ଦର୍ଯ୍ୟ ଲାଗି ତାର ପ୍ରଶଂସା ହୁଏ ନାହିଁ, ହୁଏ ଭର୍ଚ୍ଚନା। ତାର ନିର୍ଜଳା ଏକାଦଶୀ। ଏକତ୍ର ଆଳାପ କଲାବେଳେ ତାର ତରୁଣୀ ସଙ୍ଗିନୀମାନେ ଯେବେ ତରଳ ଉଚ୍ଚ ହାସ୍ୟରେ ଗୃହସ୍ଥଳୀକୁ ମୁଖରିତ କରନ୍ତି, ତାର ଅଧର କୋଣରେ ଗୋଟିଏ ଅସ୍ୱଚ୍ଛନ୍ଦ ସ୍ମିତରେଖା ଦେଖାଦିଏ। ନୟନ କୋଣର ଅଶ୍ରୁବିନ୍ଦୁ ଠାରୁ ତାର ପାର୍ଥକ୍ୟ କିନ୍ତୁ କେତେ? ସଙ୍ଗିନୀମାନେ ପ୍ରସାଧନ ସାମଗ୍ରୀ ନେଇ ରୂପଲାବଣ୍ୟର ପୂଜାରେ ବ୍ୟସ୍ତ। ସେ କିନ୍ତୁ ତୁଳସୀ ପିଠାର ମାଳା, ତିଳକ, ଚନ୍ଦନ ଆଦି ନେଇ ଦେବ ପୂଜାରେ ନିଯୁକ୍ତ। ଯେଉଁ ଦେବତା ଠାରୁ ତାର ଏ ଜୀବନରେ କିଛି ପାଇବାର ଆଶା ନାହିଁ, ଯାହାଦ୍ୱାରା ସେ ସକଳ ପ୍ରକାରରେ ବଞ୍ଚିତା, ତାରି ପୂଜା ଲାଗି ସେ ପ୍ରାଣପାତ କରେ। ସୁଷମା ସଞ୍ଚୟନ ଲାଗି ନଗରର କୋଳାହଳ ଛାଡ଼ି ବିଜନ ପଲ୍ଲୀକୁ ଆସେ କବି। ବନର ଲତା ଗହଳରେ ସେ ବସି ତରୁଣୀମାନେ ଜ୍ୟୋତ୍ସ୍ନା ରଜନୀର ଛାୟା ଛବିଳ ବନପଥ ଦେଇ ତା ସମକ୍ଷରେ ଚାଲିଯାଆନ୍ତି। ତାଙ୍କର ଲଘୁ ପଦ ବିକ୍ଷେପ କବି ପ୍ରାଣରେ ଗୁରୁ ଆଲୋଡ଼ନ ଆଣେ। କବି ତା ମାସିକ ପତ୍ରିକାରେ ତାର ଖ୍ୟାତି ପ୍ରଚାର କରେ। ବିଧବାର ନିରାଡମ୍ବରତା କିନ୍ତୁ ତାକୁ କବିର ମୁଗ୍ଧ ଦୃଷ୍ଟିରୁ ବଞ୍ଚିତ କରି ରଖେ। କବି ଯେତେବେଳେ ତାକୁ ପ୍ରଥମେ ଦେଖିଲା, ସେତେବେଳେ ସେ କାର୍ତ୍ତିକ ପ୍ରତ୍ୟୁଷର କୁହେଳି ଭେଦ କରି ମନ୍ଦର ଅଭିମୁଖରେ ଚାଲି ଯାଉଥିଲା। ହାତରେ ତାର ଗଇସ ଫୁଲର ଡାଲା। ଶୁଭ୍ର ବସ୍ତ୍ର ଉପରେ ତାର ମୁକ୍ତ କେଶଗୁଚ୍ଛ କବି ପ୍ରାଣକୁ ମୁଗ୍ଧ କଲା ନାହିଁ। କବି କାତର ଦୃଷ୍ଟିରେ କେବଳ ଅନାଇ ରହିଲା। କିଛି ଦିନ ପରେ କବିର କଳ୍ପନାରୁ ପ୍ରକାଶିତ କଲା ବଞ୍ଚିତା ଶୀର୍ଷକ କବିତା। ମାସେ ଯାଏ, 2 ମାସ ଯାଏ, ତାହା କିନ୍ତୁ ମାସିକ ପତ୍ରିକାରେ ଆବିର୍ଭୂତ ହୁଏ ନାହିଁ। ସମ୍ପାଦକଙ୍କ ଗାଦି ଗାଦି କାଗଜପତ୍ର ମଧ୍ୟରେ ସେ ନିଜକୁ ଲୁଚାଇ ରଖେ। କବି ନଗରକୁ ଫେରି ଆସେ। ପଲ୍ଲୀ ପ୍ରବାସର ରଚନା ପୁସ୍ତକ ଆକାରରେ ପ୍ରକାଶ କରେ ପଲ୍ଲୀ ପ୍ରଣୟ। ବଞ୍ଚିତା କିନ୍ତୁ ସେଥିରେ ହୁଏ ବଞ୍ଚିତା। କବିର କବିତା ଖାତା ମଧ୍ୟରେ ସେ ଆତ୍ମଗୋପନ କରେ, ସକଳ ଆବେଗ ଅଭିଯୋଗ ପକ୍ଷରେ ବହନ କରେ।